ବନ୍ଧୁଗଣ, ଇଂରାଜୀ ଭାଷାରେ ଅନେକ ଶବ୍ଦ ଅଛି ଯାହାର ବ୍ୟବହାର ଆମେ ଠିକ୍ ଭାବରେ ଜାଣୁନା, ଯାହାଫଳରେ ଆମେ ଇଂରାଜୀରେ ଠିକ୍ ଭାବରେ କହିପାରୁନା କି ଲେଖିପାରୁନା। ଆସନ୍ତୁ ଆଜି ଆମେ ସେହିଭଳି ଏକ ଶବ୍ଦର ଆଲୋଚନା କରିବା। ବନ୍ଧୁଗଣ, ୟେଟ୍ ଶବ୍ଦର ଅର୍ଥ ଜାଣନ୍ତି କି? ୟେଟ୍କୁ କିପରି ବାକ୍ୟରେ ବ୍ୟବହାର କରାଯାଏ? ୟେଟ୍ ଶବ୍ଦର ଅର୍ଥ ହେଲା ବର୍ତ୍ତମାନ ସୁଦ୍ଧା ବା ଏ ପର୍ଯ୍ୟନ୍ତ ବା ସେତେବେଳେ ସୁଦ୍ଧା ବା ତଥାପି ବା ଆଜି ପର୍ଯ୍ୟନ୍ତ ବା ସେ ପର୍ଯ୍ୟନ୍ତ ବା ତା ସତ୍ତ୍ୱେ ଇତ୍ୟାଦି। ୟେଟ୍ ଏକ ଆଡଭାର୍ବ ଅଫ୍ ଟାଇମ୍ ଅଟେ। ଏହାକୁ କଞ୍ଜାଙ୍କସନ୍ ରୂପରେ ମଧ୍ୟ ବାକ୍ୟରେ ବ୍ୟବହାର କରାଯାଏ। ୟେଟ୍କୁ ଆମେ ନେଗେଟିଭ୍ କିମ୍ବା ଇଣ୍ଟ୍ରୋଗେଟିଭ୍ ସେଣ୍ଟେନ୍ସରେ ବ୍ୟବହାର କରିଥାଉ। ୟେଟ୍ ଦେଖାଇଥାଏ ଯେ ବକ୍ତା କିଛି ଘଟିବା ପାଇଁ ଆଶା କରୁଛି। ୟେଟ୍କୁ ସାଧାରଣତଃ ସେଣ୍ଟେନ୍ସର ଶେଷରେ ବ୍ୟବହାର କରାଯାଏ। ଉଦାହରଣ, ଇଟ୍ସ 9 o'clock and ରାମ isn't here yet। ଏବେ 9ଟା ହୋଇଛି ଏବଂ ରାମ ଏପର୍ଯ୍ୟନ୍ତ ଏଠାରେ ନାହିଁ। ବେଳେବେଳେ ଆମେ ୟେଟ୍କୁ ପ୍ରେଜେଣ୍ଟ ଟେନ୍ସର ପାରଫେକ୍ଟ ଆସ୍ପେକ୍ଟ ସହ ବ୍ୟବହାର କରିଥାଉ। ଉଦାହରଣ, ହ୍ୟାଭ୍ ୟୁ ମେଟ୍ ୟୋର ନ୍ୟୁ ନାଇବର୍ସ ୟେଟ୍? ତୁମେ ଏପର୍ଯ୍ୟନ୍ତ ତୁମ ନୂଆ ପଡ଼ୋଶୀମାନଙ୍କୁ ଭେଟି ସାରିଛ କି? ଆମେ ବେଳେବେଳେ ୟେଟ୍କୁ ସୁପରଲେଟିଭ୍ ଡିଗ୍ରୀ ପରେ ବ୍ୟବହାର କରିଥାଉ। ଉଦାହରଣ, ହିଜ୍ ଲାଟେଷ୍ଟ ଫିଲ୍ମ ଇଜ୍ ହିଜ୍ ବେଷ୍ଟ ୟେଟ୍। ଏପର୍ଯ୍ୟନ୍ତ ସେ ଯେତିକି ସିନେମା କରିଛନ୍ତି ଏହି ସିନେମା ସବୁଠୁ ଭଲ ଅଟେ। ୟେଟ୍ କଞ୍ଜାଙ୍କସନ୍ ରୂପରେ ବ୍ୟବହୃତ ହେଲେ ଏହାର ମାନେ କିନ୍ତୁ ବା ତଥାପି ହୋଇଯାଏ। ଆମେ ଏହାକୁ ତୁଳନା ଦେଖାଇବା ପାଇଁ ବ୍ୟବହାର କରୁ, ଯଥା so many questions and yet so few answers। ଅନେକ ପ୍ରଶ୍ନ କିନ୍ତୁ ତଥାପି ବହୁତ କମ୍ ଉତ୍ତର। ମୁଁ ଭାବୁଛି ୟେଟ୍ର ବ୍ୟବହାରକୁ ଆପଣମାନେ ବୁଝିଗଲେ। ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଦୟାକରି ସବସ୍କ୍ରାଇବ୍ କରିନିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଲାଇକ୍ କରିଦିଅନ୍ତୁ। ଧନ୍ୟବାଦ।